ଶ୍ରୀକୃଷ୍ଣ କହିଛନ୍ତି, ବ୍ୟକ୍ତି ଯାହା ଚାହିଁବ ତାହା ନିଜକୁ ବନାଇ ପାରିବ ଏବଂ ଯାହା ଚାହିଁବ ତାହା ପାଇପାରିବ। ବାସ୍ ବ୍ୟକ୍ତିକୁ ସମର୍ପଣ, ଶ୍ରଦ୍ଧା ଓ ବିଶ୍ୱାସର ସହ ସମର୍ପଣ କରିବା ସହ କର୍ମ କରିବାକୁ ପଡ଼ିବ। ଜୀବନରେ ଯେତେ ବି ସମସ୍ୟା ଥାଉନା କାହିଁକି, ଚିନ୍ତା କଲେ ତାହା ଦୁଇଗୁଣା ହୋଇଯାଏ। ନୀରବ ରହିଲେ ତାହା ଅଧା କମିଯାଏ। ଧୈର୍ଯ୍ୟ ରଖିଲେ ତାହା ସମର୍ପଣ ସମାପ୍ତ ହୁଏ ଏବଂ ଭଗବାନଙ୍କୁ ପ୍ରାର୍ଥନା କଲେ ତାହା ସୁଖରେ ପରିଣତ ହୋଇଯାଏ। କୃଷ୍ଣ କୁହନ୍ତି, କ୍ରୋଧ ଖରାପ ହୋଇଥାଏ, କିନ୍ତୁ ଦରକାର ସମୟରେ କ୍ରୋଧିତ ହେବା ଜରୁରୀ ହୋଇଥାଏ। ନହେଲେ ଭୁଲ କରୁଥିବା ଲୋକ କେବେ ବି ତା ଭୁଲକୁ ସୁଧାରି ପାରିବ ନାହିଁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ମୁଁ କାହାର ଭାଗ୍ୟ ତିଆରି କରିନାହିଁ। ମଣିଷ ନିଜେ ନିଜର ଭାଗ୍ୟ ତିଆରି କରିଥାଏ। ତମେ ଆଜି ଯାହା କରୁଛ ତାହା ଫଳ କାଲି ପ୍ରାପ୍ତ ହେବ ଏବଂ ଯାହା ଭାଗ୍ୟରେ ଅଛି ତାହା ପୂର୍ବରୁ କରାଯାଇଥିବା କର୍ମର ଫଳ ଅଟେ। ସୃଷ୍ଟିର ନିୟମ ଅଟେ, ଆପଣ ଯାହା ବାଣ୍ଟିବେ ତାହା ଆପଣଙ୍କ ପାଖରେ ବେଶୀ ହେବ। ତାହା ଧନ ହେଉ କିମ୍ବା ଭଜନ, ସମ୍ମାନ ହେଉ କିମ୍ବା ଅପମାନ, ଘୃଣା ହେଉ କିମ୍ବା ପ୍ରେମ। ଆଜିର ସମାଜରେ ମଣିଷ ଯେତେ ମିଛ କହିଥାଏ ସେତେ ଖୁସିରେ ରହିଥାଏ। କାହିଁକି ନା ଏଠି ମିଛକୁ ବହୁତ ସହଜରେ ବିଶ୍ୱାସ କରାଯାଏ ଆଉ ସତକୁ ସନ୍ଦେହ ସୃଷ୍ଟିରେ ଦେଖାଯାଏ। ରାଗରେ ଅନ୍ଧ ହୋଇ କୌଣସି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ, କାହିଁକି ନା ରାଗ ପରେ ଶାନ୍ତି ହୋଇଯାଏ। କିନ୍ତୁ ରାଗରେ ନେଇଥିବା ନିଷ୍ପତ୍ତି ପାଇଁ ସାରା ଜୀବନ ଆଖିରୁ ଲୁହ ଝରିବାକୁ ପଡ଼ିବ।